catalyst and the cup. The catalyst and the cup. ମୁଁ ଗତ 7 ମିନିଟ୍ ହେଲା ତୁମର ଏହି ଇଣ୍ଟେକ୍କୁ ଅବଜର୍ଭ କରୁଛି। ହାତରେ ଥିବା ସେହି କ୍ୟାରାମେଲ୍ ଟପ୍ଡ କନକକ୍ସନ୍ କୌଣସି ବେଭରେଜ୍ ନୁହେଁ। ଆଚ୍ଛା, ତେବେ ସେଇଟା କ'ଣ? ମାନେ ତାହା ଗୋଟିଏ ଗ୍ଲାଇସେମିକ୍ ଇଭେଣ୍ଟ। ସିରିୟସଲି, ଏତେ ସୁଗର ସହ ତୁମ ବ୍ରେନ୍ ଇନଫର୍ମେସନ୍ ପ୍ରୋସେସ୍ କେମିତି କରୁଛି ତାହା ମୋ ପାଇଁ ଏକ ଆଶ୍ଚର୍ଯ୍ୟର ବିଷୟ। ଆରେ, ଏହାକୁ ମଲିକ୍ୟୁଲାର ଜୟ ବା ଆଣବିକ ଆନନ୍ଦ କୁହାଯାଏ। ତୁମେ କେବେ ଏହାକୁ ଟ୍ରାଏ କରିବା ଉଚିତ। ବାଙ୍ଗାଲୋରର ବ୍ଲସମ୍ସ ବୁକ୍ ଷ୍ଟୋରରୁ ଆଜି ମୁଁ ଯେଉଁ ନୂଆ ବହିଗୁଡ଼ିକ ଉଦ୍ଧାର କରି ଆଣିଛି, ଏହି କଫି ତାହା ସହ ପରଫେକ୍ଟ ମ୍ୟାଚ୍ କରୁଛି। ବହି ଉଦ୍ଧାର? ବାସ୍ତବରେ? ହଁ, ଆଉ ଟେବୁଲ ଆର୍ ପଟେ ଥିବା ତୁମର ସେହି ବ୍ଲାକ୍ ବ୍ୟାଟେରୀ ଏସିଡ୍ ଭଳି ଏହା କେମିକାଲି ଆଗ୍ରେସିଭ୍ ନୁହେଁ। ଦେଖ, ମୋର ଏହି ବ୍ଲାକ୍ କଫି ଏକ ଷ୍ଟେବୁଲ୍ ବେସ୍‌ଲାଇନ୍ ଅଟେ, ପିଓର ଏଫିସିଏନ୍ସି। କିନ୍ତୁ ତୁମର ଏହି ବୁକ୍ ରେସ୍କ୍ୟୁ ମିଶନ ବିଷୟରେ କହିବାକୁ ଗଲେ କେବଳ କାଗଜ କିଣିବା ଆଉ ଡେଟା ଅବଜର୍ଭ କରିବା ଭିତରେ ବହୁତ ଫରକ ଅଛି। ମୁଁ ଜାଣିଛି ତୁମେ କ'ଣ କହିବାକୁ ଚାହୁଁଛ। କହିବା କଥା ହେଲା, ତୁମ ବ୍ରେନ୍ ଯେତିକି ଭାରିଏବଲ୍ସ ପ୍ରୋସେସ୍ କରିପାରିବ, ତୁମେ ତାହାଠାରୁ ଅଧିକ ସ୍ପିଡ୍ରେ ଡେଡ୍ ଉଡ୍ ବା ମୃତ କାଠ ଏକାଠି କରୁଛ। ସେହି ବୁକ୍ ଷ୍ଟୋର ତୁମ ପାଇଁ ଏକ କଗ୍ନିଟିଭ୍ ହ୍ୟାକ୍ ପାଲଟିଛି। ଏକ କଗ୍ନିଟିଭ୍ ହ୍ୟାକ୍ ମାନେ ଯାହା ମିଛରେ କିଛି ଆଚିଭ୍ କରିବାର ଫିଲିଂ ଦେଉଛି। ସମ୍ପୂର୍ଣ୍ଣ ଠିକ୍। ଆଉ ସେହି କାରଣରୁ ହିଁ ଆଜି ଆମେ ଜେମ୍ସ କ୍ଲିୟରଙ୍କ ବିଷୟରେ କଥା ହେଉଛୁ। ତାଙ୍କ କାମରେ ମୋର ଏହି କ୍ଲେଟର ଲଜିକ୍ ପାଇଁ ଏକ ସ୍ପଷ୍ଟ ସମାଧାନ ରହିଛି। ୟୁ ଆର୍ ଲିସନିଂ ଟୁ ବିୟଣ୍ଡ ଦ ବୁକ୍ ଫ୍ରମ୍ ଦ କ୍ୟାଟାଲିଷ୍ଟ ଆଣ୍ଡ ଦ କପ୍। ଟୁଡେ वी आर ऑडिटिंग एटॉमिक हैबिट्स। ତେବେ ଆସନ୍ତୁ ଡାଟା ଉପରେ ନଜର ପକାଇବା। ଆମେ ଏ ବହିର କୋର୍ ମେକାନିକ୍ସ ବାହାର କରିବା, ଆମର ଇଣ୍ଡିଆନ୍ ରିଆଲିଟି ପାଇଁ ସେଗୁଡ଼ିକୁ ଷ୍ଟ୍ରେସ୍ ଟେଷ୍ଟ କରିବା ଏବଂ ଏ ସିଷ୍ଟମକୁ ଆମ ସାଂସ୍କୃତିକ ଲଜିକ୍ ସହ ଯୋଡ଼ିବା। ଇଣ୍ଟ୍ରୋ ଲଜିକ୍ ଆଙ୍କର ହେଲା, ଆସନ୍ତୁ ଏଠି ବିନ୍ସକୁ ମୁଭ୍ କରିବା। ଆରମ୍ଭ କରିବା ସେହି ମଣ୍ଟାଜ ମିଥ୍ରୁ। ହଲିଉଡ୍ ସିନେମାଗୁଡ଼ିକ ଆମ ମନରେ ଏକ ଭ୍ରମ ସୃଷ୍ଟି କରିଛନ୍ତି। ସେହି ଟ୍ରେନିଂ ମଣ୍ଟାଜ କଥା କହୁଛ ତ? ହଁ, ଆଉ ଆମେ ଭାବୁ ଯେ ସଫଳତା ପାଇଁ ଗୋଟିଏ ବଡ଼ ସିନ୍ କିମ୍ବା ମ୍ୟାସିଭ୍ ଆକ୍ସନ୍ ଦରକାର। କିନ୍ତୁ ଜେମ୍ସ କ୍ଲିୟରଙ୍କ ନିଜ ଜୀବନର ଘଟଣା ଏହି ମିଥ୍କୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦିଏ। ତାଙ୍କ ସହ ସ୍କୁଲରେ ଯାହା ହୋଇଥିଲା ସେଇଆ ତ। ହାଇସ୍କୁଲରେ ଥିବାବେଳେ ତାଙ୍କ ମୁହଁରେ ଏକ ବେସବଲ୍ ବ୍ୟାଟ୍ ଅତି ଭୟଙ୍କର ଭାବେ ବାଜିଥିଲା। ତାହା କେବଳ ଏକ ସାଧାରଣ ଆଘାତ ନଥିଲା, ତାଙ୍କ ଖପୁରି ଭାଙ୍ଗି ଯାଇଥିଲା। ଆଉ ବୋଧହୁଏ ତାଙ୍କର ଆଖି ମଧ୍ୟ ବାହାରି ଆସିଥିଲା। ହଁ, ଦୁଇଟି ଯାକ ଆଖି ବାହାରି ଆସିଥିଲା। ତାଙ୍କୁ ତୁରନ୍ତ ଏକ ମେଡିକାଲି ଇଣ୍ଡ୍ୟୁସ୍ଡ କୋମାରେ ରଖିବାକୁ ପଡ଼ିଲା, ଯାହା ଫଳରେ ତାଙ୍କ ବ୍ରେନ୍ ବଞ୍ଚିପାରିବ। ସେହି ଭୟଙ୍କର ଅବସ୍ଥାର ଫେରିବା ପାଇଁ ସେ କୌଣସି ବଡ଼ ନିଷ୍ପତ୍ତି ନେଇପାରିନଥାନ୍ତେ। ସେତେବେଳେ ମାରାଥନ୍ ଦୌଡ଼ିବା ତ ଦୂରର କଥା, ସିଧା ଚାଲିବା କିମ୍ବା ଗୋଟିଏ ପେନ୍ ଧରିବା ମଧ୍ୟ ଏକ ଯୁଦ୍ଧ ଥିଲା। ସେଇଥିପାଇଁ ସେ ମ୍ୟାସିଭ୍ ଆକ୍ସନ୍ ଛାଡ଼ି ଆଟମିକ୍ ସର୍ଭାଇଭାଲ୍ ଉପରେ ଫୋକସ୍ କଲେ। ପ୍ରତିଦିନ କେବଳ ଟିକିଏ ଭଲ ଶୋଇବା, ଟିକିଏ ଭଲ ଖାଇବା। ଏହି ଛୋଟ ଛୋଟ ଆଟମିକ୍ ପରିବର୍ତ୍ତନର ଗଣିତ ବା ମାଥ୍ ବହୁତ ଶକ୍ତିଶାଳୀ ହୋଇଥାଏ। ଯଦି କୌଣସି ବ୍ୟକ୍ତି ପ୍ରତିଦିନ ନିଜକୁ କେବଳ 1% ଇମ୍ପ୍ରୁଭ୍ କରେ, ତେବେ 1.01ର ପାୱାର 365 ଗଣିତ ଅନୁସାରେ କ'ଣ ହେବ? ରିରନ୍ ଦ୍ୟାଟ୍ ଲଜିକ୍। କେବଳ 1%। ହଁ, ବର୍ଷ ଶେଷକୁ ସେ 37.78 ଗୁଣ ବା ସର୍ବମୋଟ 37 ଗୁଣ ଭଲ ସ୍ଥିତିରେ ଥିବ। ମୁଁ ଏହାକୁ ବାୟୋଲଜିକାଲ ଇଣ୍ଟରେଷ୍ଟ କୁହେ। ଅର୍ଥନୀତିରେ କମ୍ପାଉଣ୍ଡ ଇଣ୍ଟରେଷ୍ଟ ଯେପରି କାମ କରେ, ଠିକ୍ ସେହିପରି ଆମର ନ୍ୟୁରାଲ ପାଥୱେ ମଧ୍ୟ ଠିକ୍ ସେହିପରି ମଜବୁତ ହୁଏ। ଲେଟ୍ ଦ୍ୟାଟ୍ ସିଙ୍କ ଇନ୍। କିନ୍ତୁ ଆମର ବ୍ରେନ୍ ଏହି ଛୋଟ ପରିବର୍ତ୍ତନଗୁଡ଼ିକୁ ପ୍ରଥମେ ଦେଖିପାରେ ନାହିଁ, ଯେଉଁଥିପାଇଁ ଆମେ ବହୁତ ଜଲ୍ଦି ନିରାଶ ହୋଇଯାଉ। ବହିରେ ଥିବା ପ୍ଲାଟୋ ଅଫ୍ ଲାଟେଣ୍ଟ ପୋଟେନ୍ସିଆଲର ଆଇଡିଆ ଏହାକୁ ବହୁତ ସୁନ୍ଦର ଭାବେ ବୁଝାଏ। ସେଇ ବରଫଖଣ୍ଡର ଉଦାହରଣ? ହଁ, କଳ୍ପନା କରନ୍ତୁ ଗୋଟିଏ ରୁମ୍ରେ ଏକ ବରଫ ଖଣ୍ଡ ଅଛି ଏବଂ ରୁମ୍ରେ ତାପମାତ୍ରା 26 ଡିଗ୍ରୀ ଫାରେନହାଇଟ୍ ଅଛି। ଆପଣ ରୁମ୍କୁ ଗରମ କରିବା ଆରମ୍ଭ କଲେ। 27, 28, 29। କିଛି ବି ବଦଳିବ ନାହିଁ, ବରଫ ସେମିତି କଠିନ ହୋଇ ରହିଥିବ। ତାପରେ 30, 31 ଡିଗ୍ରୀ ହେଲା। ମନେ ହେବ ଯେମିତି ସବୁ ପ୍ରୟାସ ବେକାର ଗଲା। କିନ୍ତୁ ଯେମିତି 32 ଡିଗ୍ରୀ ହୁଏ, ବରଫ ତରଳିବା ଆରମ୍ଭ କରେ। ମାନେ ପୂର୍ବରୁ ବଢ଼ିଥିବା ସେହି 6 ଡିଗ୍ରୀ ନଷ୍ଟ ହୋଇନଥିଲା? ସମ୍ପୂର୍ଣ୍ଣ ଠିକ୍। ତାହା କେବଳ ସୁପ୍ତ ଶକ୍ତି ବା ପୋଟେନ୍ସିଆଲ ଏନର୍ଜି ଆକାରରେ ଜମା ହୋଇ ରହିଥିଲା। ଆମର ପ୍ରତିଦିନର ଛୋଟ ଅଭ୍ୟାସ ମଧ୍ୟ ଠିକ୍ ସେହିଭଳି ଜମା ହୋଇ ରହେ। ଲୋକମାନେ ନିରାଶ ହେବାର ଆଉ ଏକ ବଡ଼ କାରଣ ହେଉଛି ସେମାନେ ନିଜର ଗୋଲ୍ସ ବା ଲକ୍ଷ୍ୟ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି।
କିନ୍ତୁ ବୁଝିଲୁ ଗୋଲ୍ ସବୁବେଳେ ନ୍ୟୁଟ୍ରାଲ ଥାଏ। ନ୍ୟୁଟ୍ରାଲ ମାନେ ଆପଣଙ୍କ କହିବା କଥା ହେଲା ଲକ୍ଷ୍ୟର କୌଣସି ନିଜସ୍ୱ ଶକ୍ତି ନଥାଏ। ହଁ, ଅଲିମ୍ପିକ୍ସ ଦୌଡ଼ରେ ଠିଆ ହୋଇଥିବା ସବୁ ଆଥଲେଟ୍ମାନଙ୍କର ଲକ୍ଷ୍ୟ ଗୋଟିଏ ଥାଏ, সোনা ପଦକ ଜିତିବା। ଯଦି କେବଳ ଲକ୍ଷ୍ୟ ରଖିବା ଦ୍ୱାରା ହିଁ ଜିତି ହେଉଥାନ୍ତା ତେବେ ସମସ୍ତେ ଜିତିଥାନ୍ତେ। କିନ୍ତୁ ଜିତେ ସେଇ ଖେଳାଳି ଯାହାର ଟ୍ରେନିଂ ଆଉ ଡାଏଟ୍ ସବୁଠାରୁ ଶ୍ରେଷ୍ଠ ହୋଇଥାଏ। ସେଇଆ ତ, କେବଳ ଇନଫ୍ରାଷ୍ଟ୍ରକ୍ଚର ହିଁ ଫରକ ଆଣେ। ଗୋଲ୍ସ କେବଳ ଏକ ଦିଗ ଦେଖାଏ କିନ୍ତୁ ସିଷ୍ଟମ୍ସ ଆମକୁ ସେଠାରେ ପହଞ୍ଚାଏ। ଏଥିପାଇଁ ବହିର ସବୁଠାରୁ ପ୍ରସିଦ୍ଧ ମନ୍ତ୍ର ହେଉଛି ୟୁ ଡୁ ନଟ୍ ରାଇଜ୍ ଟୁ ଦି ଲେଭେଲ୍ ଅଫ୍ ୟୋର୍ ଗୋଲ୍ସ, ୟୁ ଫଲ୍ ଟୁ ଦି ଲେଭେଲ୍ ଅଫ୍ ୟୋର୍ ସିଷ୍ଟମ୍ସ। ବହୁତ ପାୱାରଫୁଲ୍ ଲାଇନ୍ ଏଟା। ହଁ, ଆମେ କେବେ ଆମ ଲକ୍ଷ୍ୟ ସ୍ତରକୁ ଉଠୁ ନାହିଁ, ବରଂ ଆମର ସିଷ୍ଟମ ବା ଅଭ୍ୟାସ ଯେତିକି ମଜବୁତ ଆମେ ସେହି ସ୍ତରକୁ ଖସି ଆସୁ। ଏହି ସିଷ୍ଟମଗୁଡ଼ିକ କେମିତି କାମ କରେ ତାହା ବୁଝିବା ପାଇଁ ଆମକୁ ବିହେଭିୟରର ଏପିଆଇ ବିଷୟରେ ଜାଣିବାକୁ ହେବ। ବିହେଭିୟର ଏପିଆଇ? ଆଚ୍ଛା। ସଫ୍ଟୱେର୍ ଦୁନିଆରେ ଏପିଆଇ ଯେମିତି ଦୁଇଟି ପ୍ରୋଗ୍ରାମକୁ ନିଜ ଭିତରେ କଥା ହେବାକୁ ଅନୁମତି ଦିଏ, ଆମ ବ୍ରେନ୍ରେ ମଧ୍ୟ ହ୍ୟାବିଟ୍ ଲୁପ୍ର ଏକ ଅଦୃଶ୍ୟ ଏପିଆଇ ଅଛି। ଏହାର 4ଟି ସ୍ତର ଅଛି। କ୍ୟୁ, କ୍ରେଭିଂସ୍, ରେସ୍ପନ୍ସ ଆଉ ରିୱାର୍ଡ। ସେଇଆ, ପ୍ରଥମେ ଆସେ କ୍ୟୁ ବା ସିଗ୍ନାଲ, ଦ୍ୱିତୀୟରେ କ୍ରେଭିଂ ବା ଡୋପାମାଇନ୍ ସ୍ପାଇକ୍, ତୃତୀୟରେ ରେସ୍ପନ୍ସ ବା କାମଟି କରିବା, ଆଉ ଶେଷରେ ରିୱାର୍ଡ ବା ସାଟିସ୍ଫ୍ୟାକ୍ସନ୍। ଆଉ ଯେତେବେଳେ ଏହି ଲୁପ୍ ବାରମ୍ବାର ଚାଲେ ଆମର ନ୍ୟୁରାଲ ନେଟୱାର୍କସ୍ ଅଟୋମେଟିକ୍ ହୋଇଯାଏ। ଏହି ଲୁପ୍କୁ ବ୍ୟବହାର କରି ଆଚରଣ ପରିବର୍ତ୍ତନର 4 ଲଜ୍ ବା 4ଟି ନିୟମ ତିଆରି କରାଯାଇଛି। ଭଲ ଅଭ୍ୟାସ ଗଢ଼ିବା ପାଇଁ ନିୟମ। ହଁ, କ୍ୟୁକୁ ଏବିଏସ୍ କରନ୍ତୁ, କ୍ରେଭିଂକୁ ଆଟ୍ରାକ୍ଟିଭ କରନ୍ତୁ, ରେସ୍ପନ୍ସକୁ ଇଜି କରନ୍ତୁ ଏବଂ ରିୱାର୍ଡକୁ ସାଟିସ୍ଫାଇଂ କରନ୍ତୁ। ଆଉ ଖରାପ ଅଭ୍ୟାସ ଛାଡ଼ିବା ପାଇଁ ଏହାର ଠିକ୍ ଓଲଟା କରିବାକୁ ହେବ। କିନ୍ତୁ ଦେଖ, ଏହି ସବୁ ନିୟମ ପଛରେ ଗୋଟିଏ ବଡ଼ ଶକ୍ତି ଲୁଚି ରହିଛି, ଯାହା ହେଉଛି ଆମର ପରିବେଶ। ହଁ, 1971 ମସିହାରେ ଆମେରିକାନ୍ ସୈନିକମାନଙ୍କ ଉପରେ ହୋଇଥିବା ଭିଏତନାମ ୱାର୍ ହିରୋଇନ୍ ଷ୍ଟଡି ଏହାର ସବୁଠାରୁ ବଡ଼ ପ୍ରମାଣ। ସେହି ଷ୍ଟଡିର ଡାଟା ବହୁତ ଆଶ୍ଚର୍ଯ୍ୟଜନକ ଥିଲା। ବିଶ୍ୱାସ କରିହେବନି, ଯୁଦ୍ଧକ୍ଷେତ୍ରରେ ଥିବାବେଳେ ପ୍ରାୟ 20% ସୈନିକ ହିରୋଇନ୍ ନିଶାଗ୍ରସ୍ତ ହୋଇଯାଇଥିଲେ। ସରକାର ଭୟ କରୁଥିଲେ ଯେ ସେମାନେ ଫେରିଲେ ଦେଶରେ ନିଶାଖୋରଙ୍କ ସଂଖ୍ୟା ବଢ଼ିଯିବ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଘରକୁ ଫେରିବା ପରେ ସେମାନଙ୍କ ମଧ୍ୟରୁ 90% ସୈନିକ ବିନା କୌଣସି ରିହାବ୍ ସେଣ୍ଟର ଯାଇ ରାତାରାତି ନିଶା ଛାଡ଼ିଦେଲେ। ଏହା କେମିତି ସମ୍ଭବ ହେଲା ତାହା ଭାବିବା କଥା, କାରଣ ସେମାନଙ୍କର ଏନ୍ଭାୟରନମେଣ୍ଟ ବା ପରିବେଶ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଭିଏତନାମର ସେହି ଭୟଙ୍କର ଷ୍ଟ୍ରେସ୍ ନଥିଲା, ନିଶା ଖାଉଥିବା ସାଙ୍ଗମାନେ ନଥିଲେ ଏବଂ ହିରୋଇନ୍ ମିଳୁଥିବା ସେହି ଗଳିଗୁଡ଼ିକ ନଥିଲା। କ୍ୟୁ ଏବଂ ସିଗ୍ନାଲ ନଷ୍ଟ ହୋଇଯିବାରୁ ଅଭ୍ୟାସ ଆପେ ଆପେ ମରିଗଲା। ବୋଷ୍ଟନର MGH ହସ୍ପିଟାଲ କ୍ୟାଫେଟେରିଆରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଥିଲା। ଡାକ୍ତରମାନେ ଲୋକଙ୍କ ସାମ୍ନାରେ କୌଣସି ଉପଦେଶ ବା ବୋର୍ଡ ନ ଲଗାଇ କେବଳ କ୍ୟାଫେଟେରିଆର ପରିବେଶ ବଦଳାଇ ଦେଲେ। ହଁ, ସେମାନେ ପାଣି ବୋତଲଗୁଡ଼ିକୁ ସବୁ ଫ୍ରିଜ୍ ଏବଂ ଖାଦ୍ୟ କାଉଣ୍ଟର ପାଖରେ ରଖିଦେଲେ। ଫଳସ୍ୱରୂପ ବିନା କୌଣସି ପ୍ରେସରରେ ପାଣିର ବିକ୍ରି 25.8% ବଢ଼ିଗଲା। ଆଉ ସୋଳା ବିକ୍ରି ଆପେ ଆପେ କମିଗଲା। ଏଥିରୁ ସ୍ପଷ୍ଟ ହୁଏ ଯେ ଆମେ ଯାହା ବାଛୁ ତାହା କେବଳ ଆମର ଇଚ୍ଛା ନୁହେଁ, ବରଂ ଆମ ପରିବେଶର ଡିଜାଇନ୍। ଆମେ ସମସ୍ତେ ଭାବୁ ଯେ ଆମର ୱିଲ୍ ପାୱାର ବା ଇଚ୍ଛା ଶକ୍ତି ବହୁତ ମଜବୁତ। କିନ୍ତୁ ବାସ୍ତବରେ ୱିଲ୍ ପାୱାର ହେଉଛି ଗୋଟିଏ ବଡ଼ ଡ୍ୟାମ୍ରେ ଥିବା ଏକ ଛୋଟ ଲିକ୍ ବା ଛିଦ୍ର ମାତ୍ର। ପରିବେଶର ପ୍ରବାହ ଆଗରେ ଇଚ୍ଛାଶକ୍ତି ବେଶୀ ସମୟ ତିଷ୍ଠିପାରେ ନାହିଁ। ଏହାସହ ବହିରେ ଆଇଡେଣ୍ଟିଟି ଭୋଟ୍ସ ବିଷୟରେ ବହୁତ ଭଲ କଥା କୁହାଯାଇଛି। ରେଜଲ୍ଟ ଅପେକ୍ଷା ନିଜର ବ୍ୟକ୍ତିତ୍ୱ ବା ଆଇଡେଣ୍ଟିଟି ଉପରେ ଗୁରୁତ୍ୱ ଦେବା ବେଶୀ ଜରୁରୀ। ସେଇ ସ୍ମୋକର ଉଦାହରଣ ଭଳି। ହଁ, ଜଣେ କହିପାରେ ମୁଁ ସିଗାରେଟ୍ ଛାଡ଼ିବାକୁ ଚେଷ୍ଟା କରୁଛି, ଆଉ ଜଣେ କହିପାରେ ମୁଁ ଜଣେ ସ୍ମୋକର ନୁହେଁ। ପ୍ରଥମ ବ୍ୟକ୍ତିଟି ଏବେ ବି ନିଜକୁ ଜଣେ ସ୍ମୋକର ବୋଲି ମାନୁଛି, କିନ୍ତୁ ଦ୍ୱିତୀୟ ବ୍ୟକ୍ତିଟି ନିଜର ପରିଚୟ ବଦଳାଇ ଦେଇଛି। ଏହାକୁ ବିକମିଂ ଓଭର ଆଚିଭିଂ କୁହାଯାଏ। ପ୍ରତିଟି ଭଲ ଅଭ୍ୟାସ ହେଉଛି ଆମର ଏହି ନୂଆ ପରିଚୟ ପାଇଁ ଗୋଟିଏ ଭୋଟ୍ ସଦୃଶ। ନ୍ୟୁରୋସାଇନ୍ସ ଭାଷାରେ ମୁଁ ଏହାକୁ ବ୍ରେନ୍ର ରିୱାରିଂ ସର୍କିଟ୍ରି ପ୍ରୋସେସ୍ ବୋଲି କହିବି। ଯେତେବେଳେ ଜଣେ ବ୍ୟକ୍ତି ନିଜକୁ ଏକ ନୂଆ ପରିଚୟ ସହ ଯୋଡ଼େ, ତାର ନ୍ୟୁରାଲ ପାଥୱେ ସେହି ପରିଚୟକୁ ସମର୍ଥନ କରିବା ଆରମ୍ଭ କରେ। ଆଉ ତାପରେ ଅଭ୍ୟାସ ସହଜ ହୋଇଯାଏ। ଆଚରଣ ପରିବର୍ତ୍ତନର ଏହି ବେସ୍ କୋଡ୍ ସେଟ୍ ହେଲା ଆସନ୍ତୁ ବିନ୍ସରୁ କପ୍କୁ ଯିବା। ମାନେ ଆମ ଇଣ୍ଡିଆନ୍ କଣ୍ଟେକ୍ସ ବିଷୟରେ ଚିନ୍ତା କରିବା। ହଁ, ଆମେରିକା ଭଳି ଦେଶରେ ଏହି ନିୟମଗୁଡ଼ିକ ବହୁତ ସହଜରେ ଲାଗୁ ହୋଇପାରିବ, କାରଣ ସେଠାରେ ଲୋକଙ୍କର ନିଜସ୍ୱ ସ୍ପେସ୍ ଏବଂ ହାଇ କଣ୍ଟ୍ରୋଲ ପରିବେଶ ଥାଏ।
କିନ୍ତୁ ଯେତେବେଳେ ଆମେ ଆମର ଭାରତୀୟ ପରିସ୍ଥିତି କଥା ଭାବୁ କଥା ସମ୍ପୂର୍ଣ୍ଣ ଅଲଗା। ସେଥିରେ କୌଣସି ସନ୍ଦେହ ନାହିଁ। ମୋ ମନରେ ଏକ ପ୍ରଶ୍ନ ଆସୁଛି। ବହିରେ କୁହାଯାଇଛି ଯେ ଯଦି ଟିଭି ଦେଖିବାର ଅଭ୍ୟାସ ଛାଡ଼ିବାର ଅଛି ତେବେ ଟିଭିକୁ ବାହାର କରି ଅନ୍ୟ ରୁମ୍ରେ ରଖିଦିଅ। ହେଲେ ଆମ ଭାରତୀୟ ଘରଗୁଡ଼ିକରେ ସେହି ଗୋଟିଏ ରୁମ୍ ହିଁ ସବୁକିଛି। ଗୋଟିଏ 2BHK ଫ୍ଲାଟ୍ରେ ପୁରା ଏକାନବର୍ତ୍ତୀ ପରିବାର ବା ଜଏଣ୍ଟ ଫ୍ୟାମିଲି ରହୁଛନ୍ତି। ସେଇଠି ଟିଭି ଚାଲିଛି, ସେଠି କେହି ରାନ୍ଧୁଛନ୍ତି, ଆଉ ତାରି ଭିତରେ ଜଣକୁ ପଢ଼ିବାର ଅଛି। ଯେତେବେଳେ ଆମର ନିଜସ୍ୱ ଏକ ପ୍ରାଇଭେଟ୍ ରୁମ୍ ବି ନଥାଏ, ଆମେ ଆମ ପରିବେଶର ଡିଜାଇନ୍ କେମିତି କରିବା? ତାହା ହିଁ ତ ଆମର ସବୁଠୁ ବଡ଼ ଚ୍ୟାଲେଞ୍ଜ। ଆମର ଏନ୍ଭାଇରନମେଣ୍ଟ ବହୁତ ହାଇ ଫ୍ରିକ୍ସନ୍ ଅଟେ। ବାଙ୍ଗାଲୋରର ଟ୍ରାଫିକ୍ ନିଅନ୍ତୁ କିମ୍ବା ଘର ଭିତରେ କୋଳାହଳ। କଲିଂ ବେଲ୍ ବାଜିବ, ଅତିଥି ଆସିଯିବେ, ପଡ଼ୋଶୀ ଡାକିବେ। ଆମ ଚାରିପାଖରେ ଏତେ ଭେରିଏବଲ୍ସ ଅଛି ଯେ ଆମେ ଚାହିଁଲେ ବି ସବୁ ସିଗ୍ନାଲକୁ ଲୁଚାଇ ପାରିବା ନାହିଁ। ପରିବେଶକୁ 100% କଣ୍ଟ୍ରୋଲ କରିବା ଆମ ପାଇଁ ପ୍ରାୟତଃ ଅସମ୍ଭବ। ଏହି ହାଇ ଫ୍ରିକ୍ସନ୍ ଅସୁବିଧାଗୁଡ଼ିକୁ ଆଙ୍କର କରି ଆସନ୍ତୁ ବହିର ଲଜିକ୍ ଅଡିଟ୍ ବା ୱାଇଫାଇ ଆଡ଼କୁ ଯିବା। ଏବେ ଆମେ 2026 ମସିହାରେ ଅଛୁ। ବହିଟି 2018 ମସିହାରେ ଆସିଥିଲା। ହଁ, ସେତେବେଳେ ଲୋକେ ଖାତା କଲମ ଧରି ହ୍ୟାବିଟ୍ ଟ୍ରାକିଂ କରୁଥିଲେ, କିନ୍ତୁ ଆଜିର AI ରିଫ୍ରାକ୍ଟର୍ସ ଦେଖିଲେ ଏଜେଣ୍ଟିକ୍ ହ୍ୟାବିଟ୍ ଗଭର୍ନାନ୍ସ ଆମ ଜୀବନର ଅଂଶ ହୋଇସାରିଲାଣି। ଏଜେଣ୍ଟିକ୍ ଗଭର୍ନାନ୍ସ, ବାୟୋମେଟ୍ରିକ୍ ଡ୍ୟାଶବୋର୍ଡ କଥା ପାଉଛୁ? ସେଇଆ ତ, ବାୟୋମେଟ୍ରିକ୍ ଡ୍ୟାଶବୋର୍ଡ ଏବଂ AI ମିଶି ଆମର ପରିବେଶକୁ ନିଜେ ଡିଜାଇନ୍ କରୁଛନ୍ତି। ଏହାକୁ ଭାଇବ୍ କୋଡିଂ କୁହାଯାଉଛି। ମାନେ ଆପଣଙ୍କୁ ଶୋଇବାର ଅଛି ବୋଲି AI ନିଜେ ଜାଣି ରାତି 9ଟାରେ ଘରର ଲାଇଟ୍ ଡିମ୍ କରିଦେଉଛି। ଏବଂ ତାପମାତ୍ରା ବି କମାଇ ଦେଉଛି। ଏହା ଏକ ପ୍ରକାରର ଆମ୍ବିଏଣ୍ଟ ଇଣ୍ଟେଲିଜେନ୍ସ ଯାହା ଆପଣଙ୍କର ବିନା ପ୍ରୟାସରେ ଅଭ୍ୟାସ ଘଡୁଛି। ଏହା ଶୁଣିବାକୁ ବହୁତ ସାଇଫାଇ ଲାଗୁଛି, କିନ୍ତୁ ମୋର ଏଠାରେ ଏକ ଷ୍ଟ୍ରେସ୍ ଟେଷ୍ଟ ଅଛି। ଏହି ଭାଇବ୍ କୋଡିଂକୁ ମୁଁ ଏକ ୱେଷ୍ଟର୍ଣ୍ଣ ପ୍ରିଭିଲେଜ୍ ବୋଲି କହିବି। ୱେଷ୍ଟର୍ଣ୍ଣ ପ୍ରିଭିଲେଜ୍ ମାନେ ଆମ ପାଇଁ କାମ କରିବନି? ବିଲକୁଲ ନୁହେଁ। ଆମର ଲୋ କଣ୍ଟ୍ରୋଲ ଭାରତୀୟ ଘରଗୁଡ଼ିକରେ ଯେଉଁଠି ପରିସ୍ଥିତି ପ୍ରତି ମୁହୂର୍ତ୍ତରେ ବଦଳେ, ଏହି AI କଣ୍ଟ୍ରୋଲ କେବଳ ଏକ ଆମ୍ବିଏଣ୍ଟ ଷ୍ଟିମୁଲି ବା ସାଧାରଣ ବ୍ୟାକଗ୍ରାଉଣ୍ଡ ଶବ୍ଦ ହୋଇ ରହିଯାଏ। ତଥାପି ଏହା କିଛି ମାତ୍ରାରେ ତ ସାହାଯ୍ୟ କରିପାରେ। କିନ୍ତୁ ଏହାଠାରୁ ଆହୁରି ବଡ଼ ଦୁର୍ବଳତା ହେଉଛି ଏହି ବହିଟି ନ୍ୟୁରୋଡାଇଭର୍ଜେଣ୍ଟ ବା ADHD ବ୍ରେନ୍ ଆର୍କିଟେକ୍ଚର ପାଇଁ ଆଦୌ କାମ କରେ ନାହିଁ। ADHD ବ୍ରେନ୍? ହଁ, ଆଚ୍ଛା, ସେମାନଙ୍କର ତ କନସିଷ୍ଟେନ୍ସି ରଖିବା କଷ୍ଟ। ସେଇଆ ହିଁ ସବୁଠୁ ବଡ଼ ସମସ୍ୟା। ବହିର ପୁରା ମୂଳଦୁଆ ହେଉଛି କନସିଷ୍ଟେନ୍ସି ବା ପ୍ରତିଦିନ ସମାନ କାମ କରିବା। କିନ୍ତୁ ADHD ବ୍ରେନ୍ରେ ଡୋପାମାଇନ୍ ଅସନ୍ତୁଳନ ଯୋଗୁଁ କନସିଷ୍ଟେନ୍ସି ରଖିବା ପ୍ରାୟତଃ ଅକ୍ଷମତା ଭଳି। ମୁଁ ବୁଝିପାରୁଛି। ଏହାକୁ ଏକ ବ୍ୟାଙ୍କ ଆକାଉଣ୍ଟ ସହ ତୁଳନା କରନ୍ତୁ। କମ୍ପାଉଣ୍ଡିଂ କେବଳ ସେତେବେଳେ କାମ କରେ ଯେବେ ଆପଣ ଲଗାତାର ଡିପୋଜିଟ୍ କରୁଥିବେ ଏବଂ ଟଙ୍କା କାଢ଼ିବେ ନାହିଁ। କିନ୍ତୁ ADHDରେ ଏନର୍ଜି ଆକାଉଣ୍ଟ ହଠାତ୍ ବିନା ନୋଟିସରେ ଖାଲି ହୋଇଯାଏ। ଗୋଟିଏ ଦିନ ଅଭ୍ୟାସ ଭାଙ୍ଗିଲେ ସେହି ଆଇଡେଣ୍ଟିଟି ଭୋଟ୍ ମେକାନିଜମ୍ ହିଁ ମଣିଷ ପାଇଁ ବିଷ ପାଲଟିଯାଏ। ମାନେ ସେମାନେ ନିଜକୁ ଦୋଷ ଦେବା ଆରମ୍ଭ କରନ୍ତି। ଏହା ଏକ ସେମ୍ ସ୍ପାଇରାଲ ସୃଷ୍ଟି କରେ। ମଣିଷ ଭାବେ ଯେ ମୁଁ ସେହି ଆଇଡେଣ୍ଟିଟିକୁ ରକ୍ଷା କରିପାରିଲି ନାହିଁ, ତେଣୁ ମୁଁ ଜଣେ ବିଫଳ ବ୍ୟକ୍ତି। ରିରନ୍ ଦ୍ୟାଟ୍ ଲଜିକ୍। ଯେଉଁ ସିଷ୍ଟମ ଆମକୁ ଉନ୍ନତି ପାଇଁ ତିଆରି କରାଯାଇଥିଲା, ତାହା ADHD ବ୍ରେନ୍କୁ ମାନସିକ କ୍ଷତ ଦେଉଛି। ଏହି କଥାଟି ବହୁତ ଗଭୀର। ତେବେ ଯେଉଁମାନଙ୍କର ADHD ଅଛି କିମ୍ବା ଯେଉଁମାନେ ଆମ ଭଳି ହାଇ ଫ୍ରିକ୍ସନ୍ ପରିବେଶରେ ଅଛନ୍ତି, ସେମାନେ କ'ଣ କରିବେ? ଏହି ଲଜିକ୍କୁ କିପରି ରିଫ୍ୟାକ୍ଟର କରାଯିବ? ଏହାର ଏକମାତ୍ର ସମାଧାନ ହେଉଛି କନସିଷ୍ଟେନ୍ସିକୁ ଛାଡ଼ି ଆକ୍ସେସିବିଲିଟି ଉପରେ ଧ୍ୟାନ ଦେବା। ମୁଁ ଏହାକୁ ଆକ୍ସେସିବିଲିଟି ଇଞ୍ଜିନ୍ ବୋଲି କହେ। ଆକ୍ସେସିବିଲିଟି ଇଞ୍ଜିନ୍? ଏହା କେମିତି କାମ କରେ? ଯେମିତି ଏକ ଇଞ୍ଜିନ୍ ପାୱାରକୁ ନିୟନ୍ତ୍ରଣ କରେ, ଆମକୁ ମଧ୍ୟ ବାହ୍ୟ କଣ୍ଟ୍ରୋଲ ବ୍ୟବହାର କରିବାକୁ ପଡ଼ିବ। ନିଜ ଇଚ୍ଛା ଶକ୍ତି ଉପରେ ବିଶ୍ୱାସ ନ କରି କମିଟମେଣ୍ଟ ଡିଭାଇସ୍ ବ୍ୟବହାର କରନ୍ତୁ। ଉଦାହରଣ ସ୍ୱରୂପ ରାତି 10ଟାରେ ୱାଇଫାଇ ଅଟୋମେଟିକ୍ ବନ୍ଦ କରିଦେବା। ହଁ, ସେଥିପାଇଁ ରାଉଟରରେ ଟାଇମର ଲଗାନ୍ତୁ। ନିଜ ହାତରେ ଚଏସ୍ ହିଁ ରଖନ୍ତୁ ନାହିଁ। ଦ୍ୱିତୀୟରେ, ଭବିଷ୍ୟତର ଫଳକୁ ଅପେକ୍ଷା ନ କରି ସାଙ୍ଗେ ସାଙ୍ଗେ ଇନଷ୍ଟାଣ୍ଟ ରିୱାର୍ଡ ଦେବାର ବ୍ୟବସ୍ଥା କରନ୍ତୁ। ଆଉ ତୃତୀୟରେ, ସୋସିଆଲ ଆକାଉଣ୍ଟେବିଲିଟି ବା ନିଜର ଏକ ଟ୍ରାଇବ୍ ତିଆରି କରନ୍ତୁ। ଏକୁଟିଆ ଜିମ୍ ଯିବା ପାଇଁ ଉଠିବା କଷ୍ଟ, କିନ୍ତୁ ଯଦି ସାଙ୍ଗ ଅପେକ୍ଷା କରିଛି, ତେବେ ସାମାଜିକ ଚାପ ଆମର ଇଚ୍ଛା ଶକ୍ତିଠାରୁ ଅଧିକ ଭଲ କାମ କରେ। ସମ୍ପୂର୍ଣ୍ଣ ସତ କଥା। ADHDର ଏହି ଷ୍ଟ୍ରେସ୍ ଟେଷ୍ଟକୁ ଆଙ୍କର କରି ଆମେ ଏବେ ସାଂସ୍କୃତିକ ଏକ୍ସପାନ୍ସନକୁ ମୁଭ୍ କରିବା। ଏସବୁ ମଡର୍ଣ୍ଣ କନସେପ୍ଟ ଶୁଣିବାକୁ ନୂଆ ଲାଗୁଥିଲେ ମଧ୍ୟ ଆମର ପ୍ରାଚୀନ ଦର୍ଶନ ଏବଂ ସଂସ୍କୃତ ଲୋକକଥାରେ ଏହା ଆଗରୁ ରହିଛି। ଫର୍ଗିଭ୍ ଦ ଫୋନେଟିକ୍ସ, କିନ୍ତୁ ଆମକୁ କିଛି ପାରମ୍ପରିକ ଶବ୍ଦ ଏଠାରେ ବ୍ୟବହାର କରିବାକୁ ପଡ଼ିବ, ଯାହା ଏହି ବହିର ମୂଳ ଲଜିକ୍କୁ ଅତି ସୁନ୍ଦର ଭାବେ ଦର୍ଶାଏ। ଦେଖ,
ଲଜିକ୍ ଦୃଷ୍ଟିରୁ ଏହା ସମ୍ପୂର୍ଣ୍ଣ ଗ୍ରହଣଯୋଗ୍ୟ, କିନ୍ତୁ ଦୟାକରି ଏହି ଲିଙ୍ଗୁଇଷ୍ଟିକ୍ ଲାଟେନ୍ସି ଟିକେ କମ୍ ରଖିବ। ପ୍ରତିଟି ସଂସ୍କୃତ ଶବ୍ଦର ପ୍ଲେନ୍ ଇଂଲିଶ ଅନୁବାଦ ଦେବା ବାଧ୍ୟତାମୂଳକ, ନହେଲେ ବ୍ରେନ୍ ପ୍ରୋସେସ୍ କରିବା କଷ୍ଟକର ହେବ। ନିଶ୍ଚୟ ନିଶ୍ଚୟ। ପ୍ରଥମ ଶବ୍ଦଟି ହେଉଛି ସାଧନା। ଇଂରାଜୀରେ ଆମେ ଏହାକୁ ଡିସିପ୍ଲିନ୍ଡ ପର୍ସ୍ୟୁଟ୍ ବା ଏକ ନିଷ୍ଠାପର ଅଭ୍ୟାସ ବୋଲି କହିପାରିବା। ଏହା କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନୁହେଁ, ବରଂ ଏକ ସମର୍ପିତ ଜୀବନଶୈଳୀ। ନ୍ୟୁରାଲ ସାଇନ୍ସରେ ମୋ ସାଧନାକୁ ଷ୍ଟେବଲ୍ ଷ୍ଟେଟ୍ ଏନ୍ଭାଇରନମେଣ୍ଟସ୍ ଏବଂ ବ୍ୟାକ୍ଗ୍ରାଉଣ୍ଡ ପ୍ରୋସେସ୍ ସହ ତୁଳନା କରିବି। ବ୍ୟାକ୍ଗ୍ରାଉଣ୍ଡ ପ୍ରୋସେସ୍? ହଁ, କମ୍ପ୍ୟୁଟରରେ ଯେମିତି କିଛି ପ୍ରୋଗ୍ରାମ ବ୍ୟାକ୍ଗ୍ରାଉଣ୍ଡରେ ଅଟୋମେଟିକ୍ ଚଲେ, ଥରେ ସାଧନା ସେଟ୍ ହୋଇଗଲେ ଆମ ବ୍ରେନ୍କୁ ଆଉ ସେଥିପାଇଁ ମ୍ୟାନୁଆଲି ଏନର୍ଜି ଖର୍ଚ୍ଚ କରିବାକୁ ପଡ଼େ ନାହିଁ। ଆଉ ଦ୍ୱିତୀୟ ଶବ୍ଦଟି ହେଲା ସଂସ୍କାର। ଆମେ ଆମର ବ୍ୟକ୍ତିତ୍ୱଗତ ଅଭ୍ୟାସ ବା ମେଣ୍ଟାଲ ଗ୍ରୁଭ୍ସକୁ ସଂସ୍କାର କହିଥାଉଁ। ବହିରେ ଜେମ୍ସ କ୍ଲିୟର ଯେଉଁ ଆଇଡେଣ୍ଟିଟି ଭୋଟ୍ସ କଥା କହିଛନ୍ତି, ତାହା ଆମର ସଂସ୍କାର ସହ ସମାନ। ଆମେ ଯାହା ବାରମ୍ବାର କରୁ ତାହା ଆମର ସ୍ୱଭାବରେ ପରିଣତ ହୋଇଯାଏ। ହଁ, ବିଲକୁଲ। ଏହାକୁ ଆମେ ବ୍ରେନ୍ର ମେମୋରି ଟ୍ରେସେସ୍ ଏବଂ ସିନାପ୍ଟିକ୍ ଓଭରରାଇଟିଂ ବୋଲି ମଧ୍ୟ କରିପାରିବା। ପ୍ରତିଥର ଆମେ ଗୋଟିଏ ନୂଆ ଭଲ ଆଚରଣ କଲେ ଆମେ ଆମ ନ୍ୟୁରାଲ ନେଟୱାର୍କରେ ଗୋଟିଏ ନୂଆ ଧାଡ଼ିର କୋଡ୍ ଲେଖୁ। ପୁରୁଣା ଦୁର୍ବଳ ସିଷ୍ଟମ୍ ଉପରେ ଏକ ମଜବୁତ ଇନଫ୍ରାଷ୍ଟ୍ରକ୍ଚର ଓଭରରାଇଟ୍ ହୁଏ। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶବ୍ଦ ଆସେ ଆମର ଗୀତାରୁ। ଗୀତାରେ ନିତ୍ୟକର୍ମ ଉପରେ ଜୋର ଦିଆଯାଇଛି। ନିତ୍ୟକର୍ମ ମାନେ ପ୍ରତିଦିନର ଡ୍ୟୁଟି। ହଁ, ଆଉ ଫଳ ଆଶା ନ କରି କର୍ମ କରିବାର ସେହି ମହାନ ଦର୍ଶନ, କର୍ମ ଓଭର ଫ୍ରୁଟ୍, ଏହା ଜେମ୍ସ କ୍ଲିୟରଙ୍କ ସିଷ୍ଟମ ଓଭର ଗୋଲ୍ସ ନିୟମର ସବୁଠୁ ପୁରୁଣା ଆଧାର। ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଅତ୍ୟନ୍ତ ପ୍ରାକ୍ଟିକାଲ। ମୁଁ ଏହାକୁ ଡୋପାମାଇନ୍ ଏକ୍ସହଷ୍ଟନକୁ ମ୍ୟାନେଜ୍ କରିବାର ଶ୍ରେଷ୍ଠ ଉପାୟ ବୋଲି ବିଶ୍ଳେଷଣ କରିବି। ଡୋପାମାଇନ୍ ଏକ୍ସହଷ୍ଟନ କେମିତି? ଦେଖ, ଯଦି ଆମେ କେବଳ ଭୋଲାଟାଇଲ୍ ରିୱାର୍ଡ ବା ଅସ୍ଥିର ଫଳାଫଳ ଉପରେ ନିର୍ଭର କରୁ, ତେବେ ଆମ ବ୍ରେନ୍ ବହୁତ ଶୀଘ୍ର କ୍ଳାନ୍ତ ହୋଇଯିବ, କାରଣ ଫଳ ସବୁବେଳେ ଆମ କଣ୍ଟ୍ରୋଲରେ ନଥାଏ। କିନ୍ତୁ ନିଜର ଦୈନନ୍ଦିନ ଇନଫ୍ରାଷ୍ଟ୍ରକ୍ଚର ଉପରେ ଧ୍ୟାନ ଦେଲେ ଡୋପାମାଇନ୍ ଲେଭେଲ୍ ଷ୍ଟେବଲ୍ ରହେ। ସେଇଆ ତ। ଏ ସାଂସ୍କୃତିକ ତଥ୍ୟକୁ ଆଙ୍କର କରି ଆସନ୍ତୁ ଆମର ଫାଇନାଲ ରିକ୍ୟାପ୍କୁ ଶିଫ୍ଟ କରିବା। ଆମେ ଆଜି ଯାହା ବି ଆଲୋଚନା କଲେ, ତାର ମୂଳ ସାରାଂଶ କେବଳ ଗୋଟିଏ କଥା ଉପରେ ଛିଡ଼ା ହୋଇଛି, ସିଷ୍ଟମ୍ସ ଓଭର ଗୋଲ୍ସ। ବଡ଼ ବଡ଼ ଲକ୍ଷ୍ୟ ରଖିବା ବହୁତ ସହଜ, କିନ୍ତୁ ସେହି ଲକ୍ଷ୍ୟ ପୂରଣ କରିବା ପାଇଁ ଛୋଟ ଅଣୁସ୍ତର ବା ଆଟମିକ୍ ସିଷ୍ଟମ୍ ତିଆରି କରିବା ହିଁ ବାସ୍ତବିକ ଉପାୟ। ଆପଣଙ୍କ ପରିବେଶକୁ ଏମିତି ଡିଜାଇନ୍ କରନ୍ତୁ ଯେମିତି ଭଲ ଅଭ୍ୟାସ ସହଜ ହେବ। ନିଜର ଆଇଡେଣ୍ଟିଟିକୁ ସୁଦୃଢ଼ କରନ୍ତୁ ଏବଂ ନିର୍ଦ୍ଦିଷ୍ଟ ଇନଫ୍ରାଷ୍ଟ୍ରକ୍ଚର ଉପରେ ବିଶ୍ୱାସ ରଖନ୍ତୁ। ଆଜିର ଏହି ସମସ୍ତ ଡେଟାକୁ ପ୍ରୋସେସ୍ କରିସାରିବା ପରେ ଗୋଟିଏ ରିଫ୍ଲେକ୍ସନ୍। ଯଦି ଆମେ କେବଳ ଆମ ପରିବେଶର ଏକ ଫଳାଫଳ, ତେବେ କାଲି ଆମେ କିଏ ହେବା? ଇଫ୍ ୱି ୱେ ପ୍ୟୋରଲି ଅ ପ୍ରଡକ୍ଟ ଅଫ୍ ଆୱାର ଏନ୍ଭାୟରମେଣ୍ଟ, ହୁ ଉଡ୍ ୱି ବି ଟୁମରୋ? ଏହା ଉପରେ ନିଶ୍ଚୟ ଚିନ୍ତା କରିବା କଥା। ବହୁତ ଗଭୀର ଚିନ୍ତାଧାରା ଏଟା। ଏହା ସହ ମୁଁ ବହିର 2 ମିନିଟ୍ ରୁଲ୍କୁ ମୋର ଆକ୍ସନ୍ ପ୍ଲାନ୍ ଭାବେ ଗ୍ରହଣ କରୁଛି। ଆଜି ରାତିରେ ମୁଁ ଅତି କମ୍ରେ 2 ମିନିଟ୍ ପାଇଁ ମୋର ବ୍ଲସମ୍ସରୁ ଆଣିଥିବା ନୂଆ ବହିଗୁଡ଼ିକ ପଢ଼ିବା ଆରମ୍ଭ କରିବି। ଏକ ଛୋଟ ସିଷ୍ଟମ୍ ଆରମ୍ଭ କରିବା ପାଇଁ ଏହା ବେଷ୍ଟ। ଆକ୍ନଲେଜ୍ଡ। ବସ୍ ଏତିକି ଧ୍ୟାନ ରଖିବ, ବହି ପୃଷ୍ଠରେ ସେଇ ଚିନି ସିରପ୍ ଯେମିତି ନ ପଡ଼େ। ଏବଂ ଗୋଟିଏ ଶେଷ କଥା, ଏଣ୍ଟ୍ରୋପି ଇଜ୍ ଡିଫଲ୍ଟ, ବିଲ୍ଡ ସିଷ୍ଟମ୍ସ। Until the next cup, stay inspired and systematic. This was Beyond the Book from the Catalyst and the Cup. The best part of going beyond the book is the hidden magic when you take a look. Yeah, read between the lines and go beyond what book defines. Beyond the book, beyond the book, beyond the book.